ମୋ ନାଁ ଶ୍ରୀ ପ୍ରକାଶ ଦାସ। ମୋ ଘର ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ ଅନ୍ତର୍ଗତ ବଂଶବାଲି ଗ୍ରାମରେ। ଆଜି ମୁଁ CHSC ବୋର୍ଡ଼ ଏକ୍ଜାମ୍ରେ ଏତେ ଭଲ ମାର୍କ ରଖିପାରିଛି କେବଳ ୱିଜଡମ୍ 600ରୁ 565 ମାର୍କ ରଖିଛି କେବଳ ଘଡ଼େଇ ସାର୍ ଯିଏକି କଲେଜର ତତ୍ତ୍ୱାବଧାନ କରନ୍ତି। ସେ କଲେଜର ଅନର ମଧ୍ୟ ବହୁତ ଭଲ ଭାବରେ ପରିଚାଳନା କରନ୍ତି କଲେଜକୁ। ଏବଂ କ୍ଷିତି ସାର୍ ଯିଏକି ମ୍ୟାନେଜିଂରେ ଅଛନ୍ତି, ସେ କଲେଜର ସମସ୍ତ କଥା ସବୁ ସମସ୍ୟାକୁ ସମାଧାନ କରନ୍ତି। ଏବଂ ପ୍ରତ୍ୟେକ ସବଜେକ୍ଟରେ ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥମେଟିକ୍ସ, ବାୟୋଲୋଜି, ଇଂଲିଶ, ଓଡ଼ିଆ, ହିନ୍ଦୀ ସବୁରେ ସବୁ ସାର୍ ମାନେ ଭଲ ସବୁବେଳେ ଷ୍ଟଡି ମେଟେରିଆଲ ଏବଂ ଭଲ ଭଲ କ୍ୱେଶ୍ଚନ୍ ଆଣି ଆମକୁ ଦିଅନ୍ତି ଏବଂ ସେ କ୍ୱେଶ୍ଚନ୍ର ସଲ୍ଭ ମଧ୍ୟ କରିକି ଦିଅନ୍ତି। ଯାହା ଯେତେବେଳେ 24 ଘଣ୍ଟାରୁ 16-17 ଘଣ୍ଟା ସାର୍ ମୁଁ ସବୁଦିନ ପଢ଼େ। ରାତି 12ଟା 1ଟା ଯାଏ ପଢ଼େ। ଆଉ ବେଶୀ ପଢ଼େନି, ମୋ ଆଖି ପ୍ରୋବ୍ଲେମ୍ ଅଛି, ସେଥିପାଇଁ ମୁଁ ବେଶୀ ପଢ଼େନି। କିନ୍ତୁ ଭୋରୁ ଉଠି ପୁଣି 4ଟାରୁ ପଢ଼େ। ଏବଂ ସବୁ ସବଜେକ୍ଟରେ ଭଲ ଭଲ ସାର୍ ଅଛନ୍ତି, ଏଠି ଭଲ ପଢ଼ାନ୍ତି। ଫିଜିକ୍ସରେ ଘଡ଼େଇ ସାର୍ ଅଛନ୍ତି, ସନୁ ସାର୍ ଭଲ ପଢ଼ାନ୍ତି ଏବଂ ତାଙ୍କରି ତତ୍ତ୍ୱାବଧାନ ଫିଜିକ୍ସରେ ମୁଁ 100ରୁ 100 ରଖିପାରିଛି। ଏବଂ କେମିଷ୍ଟ୍ରିରେ SKM ସାର୍ ଏବଂ ହରିହର ସାର୍ ସେ ସବୁବେଳେ ଭଲ ଭଲ କ୍ୱେଶ୍ଚନ୍ ଦେଇଥିଲେ ଏବଂ ଏକ୍ଜାମ୍ ଆଗରୁ ମଧ୍ୟ ଭଲ ଭଲ କ୍ୱେଶ୍ଚନ୍ ଆଣି ଦେଇଥିଲେ, ସିଲେକ୍ସନ୍ ମଧ୍ୟ ଦେଇଥିଲେ। ସେ ସିଲେକ୍ସନ୍ କ୍ୱେଶ୍ଚନ୍ ବହୁତ କ୍ୱେଶ୍ଚନ୍ ପଡ଼ିଛି ପରୀକ୍ଷାରେ ଏବଂ ତାଙ୍କ ପାଇଁ ମଧ୍ୟ ମୁଁ କେମିଷ୍ଟ୍ରିରେ ବି 100ରୁ 100 ରଖିପାରିଛି। ଏବଂ ମ୍ୟାଥମେଟିକ୍ସରେ ମୋର ଟିକେ କମିଯାଇଛି, କିନ୍ତୁ ତଥାପି ମୋର ଖୁସି ଅଛି, କାରଣ ସନ୍ତୋଷ ସାର୍ ସବୁବେଳେ ମ୍ୟାଥରେ ଭଲ ଭଲ କ୍ୱେଶ୍ଚନ୍ ଆଣି ଦିଅନ୍ତି। ଯେତେବେଳେ ଯାହା ସମସ୍ୟା ହୁଏ ସବୁ ସମସ୍ୟାର ସମାଧାନ କରନ୍ତି ସନ୍ତୋଷ ସାର୍। ବାୟୋଲୋଜିରେ ସତ୍ୟ ସାର୍, ରାଜୀବ ସାର୍। ବାୟୋଲୋଜିରେ ମଧ୍ୟ 95 ରଖିଛି 100ରୁ, ଭଲ ମାର୍କ ରଖିଛି ବାୟୋଲୋଜିରେ। ଏବଂ ହିନ୍ଦୀ ମୋର ହିନ୍ଦୀ ଥିଲା, ହିନ୍ଦୀରେ 92 ଅଛି, ଇଂଲିଶରେ 91 ଅଛି। କାଜଲୱାଡ଼ା ଏବଂ ଅଜୟ ସାର୍ ବହୁତ ଭଲ ପଢ଼ାନ୍ତି।